କଟକର କଲେଜ ଛକର କିଛି ଦୂରରେ ଜଣେ ମହିଳା ଅଟୋ ଚାଳକ ଜୋର ଜୋର କାନ୍ଦୁଥିଲେ। ଚିତ୍କାର କରି କହୁଥିଲେ, ସାର୍, ମୋ ଅଟୋକୁ ଛାଡ଼ି ଦିଅନ୍ତୁ, ନହେଲେ ଆମେ ଚାରିପ୍ରାଣୀ କୁଟୁମ୍ବ ଭୋକ ଉପାସରେ ମରିଯିବୁ। ଏଇ ଅଟୋ ହିଁ ଆମର ସାହା ଭରସା। ଧୀରେ ଧୀରେ ଲୋକ ଜମା ହେଉଥିଲେ। ଦେଖିବା ବେଳକୁ କିଛି ପୋଲିସ କର୍ମଚାରୀ ସେ ଅଟୋକୁ ଜବତ କରି ପୋଲିସ ଥାନା ନେଉଥିଲେ। ପଚାରିବା ବେଳକୁ ପୋଲିସ କର୍ମଚାରୀ କହିଲେ କି ଏଇ ଅଟୋ ଟ୍ରାଫିକ ନିୟମ ନ ମାନି ପଶି ଆସୁଥିଲା, ଆମେ ଫାଇନ ମାଗିଲୁ ଦେଲା ନାହିଁ, ଅଟୋକୁ ଜବତ କରି ଥାନାକୁ ନେଉଛୁ। ହେଲେ ମହିଳା ଅଟୋ ଚାଳକ ଜଣକ କହୁଥିଲେ କି ନାଇଁ ବାବୁ, ମୁଁ ସେମିତି କିଛି ବି କରିନି, ଛୋଟ ପିଲାକୁ ବଞ୍ଚାଇବାକୁ ଯାଇ ମୁଁ ସେପଟକୁ ମୋଡ଼ି ଦେଇଥିଲି, ଆଉ ତାପରେ ବ୍ରେକ୍ ବି ମାରିଥିଲି। ହେଲେ ପୋଲିସ ମାନିବାକୁ ନାରାଜ ଥିଲା, ଆଉ ସେ ମହିଳାଙ୍କ ଠାରୁ ଅଟୋକୁ ଛଡ଼ାଇ ନେବାକୁ ବସିଥିଲା। ମହିଳା ଜଣକ ତାଙ୍କର ହାତ ଗୋଡ଼ ଧରି ପକେଇଲେ, ଅଟୋ ଛଡ଼େଇ ନ ନେବାକୁ ଅନୁରୋଧ କରୁଥିଲେ। ମହିଳାଙ୍କର କାନ୍ଦ ସହି ନ ପାରି କନେଷ୍ଟବଳ ଜଣକ ଚୁପ୍ କହିଲେ, ଟିକେ ଦୂରରେ ଆମ ସାର୍ ଛିଡ଼ା ହୋଇଛନ୍ତି, ତାଙ୍କୁ ଯାଇକି କୁହ, ସେ କିଛି କରିପାରିବେ। ମହିଳା ଜଣକ ସେ ଅଫିସରଙ୍କ ପାଖକୁ ଦୌଡ଼ିଲେ। ଯେମିତି ତାଙ୍କ ନଜର ସେ ଅଫିସରଙ୍କ ଉପରେ ପଡ଼ିଛି, ମହିଳା ଜଣକ ଚମକି ପଡ଼ିଲେ। କହିଲେ, ତମେ? ମହିଳାଙ୍କୁ ଦେଖି ସେ ଇନ୍ସପେକ୍ଟର ବି ଚମକି ପଡ଼ିଲେ। କିଛି ସମୟ ଚୁପ୍ ରହିଲେ। ସେ ଚୁପ୍ ରହିବା ଦେଖି ମହିଳା ଅଟୋ ଚାଳକ କହିଲେ କି ତାହେଲେ ଏସବୁ କାମ ତମର? ତମ ନିର୍ଦ୍ଦେଶରେ ସେମାନେ ମୋ ଅଟୋକୁ ଭିଡ଼ି ନେଉଛନ୍ତି। ପ୍ଲିଜ ପ୍ଲିଜ ସେମିତି କରନି, ନହେଲେ ଚାରି ପ୍ରାଣୀ ଭୋକ ଉପାସରେ ମରିଯିବେ। ତମେ ମୋ ସ୍ୱାମୀ, ମୋର ସର୍ବସ୍ୱ ବିକ୍ରି କରି ତମକୁ କ'ଣ ପଢ଼େଇଥିଲି ଏଇଥିପାଇଁ? ମୋର ସବୁ ଗହଣା ବିକ୍ରି କରି ତମେ ଆଜି ଇନ୍ସପେକ୍ଟର ହୋଇଛ। ମୋର ସବୁ ଆଶା ଭରସାକୁ ତ ତମେ ମାଟିରେ ମିଶାଇ ଦେଲ। ହେଲେ ତମ ନିଜ ବାପା, ମା ଓ ଛୋଟ ଭାଇ କଥା ଟିକେ ଚିନ୍ତା କର। ଏ ଅଟୋ ପାଇଁ ଆମେ ବଞ୍ଚିଛୁ, ନହେଲେ ତ କେବେଠୁ ମରିସାରନ୍ତୁଣି। ହେଲେ ମହିଳାଙ୍କ ଏମିତି ଭାବପ୍ରବଣପୂର୍ଣ୍ଣ କଥା ସେ ଇନ୍ସପେକ୍ଟରଙ୍କ ହୃଦୟକୁ ତରଳାଇ ପାରିଲାନି। ସେ କନେଷ୍ଟବଳଙ୍କୁ ନିର୍ଦ୍ଦେଶ ଦେଲେ କି ତାଙ୍କ ଅଟୋକୁ ଜବତ କରି ଥାନାକୁ ନେଇ ଚାଲ। ମହିଳା ଜଣକ ଯେତେ ବି ନେହୁରା ହେଲେ ତାଙ୍କ କଥା କେହି ଶୁଣିଲେନି। ଏହି ଘଟଣା ପରଠାରୁ ସେ ମହିଳା ଅଟୋ ଚାଳକଙ୍କର ଆଉ କଟକରେ ଦେଖା ମିଳିଲାନି। ନା ଅଟୋ ଚଲାଇବା ଅବସ୍ଥାରେ ତାଙ୍କୁ କିଏ ଦେଖୁଥିଲେ, ନା ସେ ଅନ୍ୟ କେଉଁଠି କାମ କରୁଥିଲେ। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, କୁଆଡ଼େ ଗଲେ ସେ ମହିଳା ଜଣକ? କ'ଣ ହେଲା ତାଙ୍କ ଶାଶୁ ଶ୍ୱଶୁର ଓ ଦିଅରଙ୍କ ସହିତ? ଯେଉଁ ଇନ୍ସପେକ୍ଟରଙ୍କୁ ସେ ତାଙ୍କ ସ୍ୱାମୀ କହୁଥିଲେ, ସେ କାହିଁକି ତାଙ୍କ ସହିତ ଏମିତି କାମ କଲେ? ପ୍ରକୃତରେ ମହିଳା ଅଟୋ ଚାଳକ ନିଜ ସ୍ୱାମୀଙ୍କୁ ଯୋଗ୍ୟ କରିବା ପାଇଁ କ'ଣ ନିଜର ସବୁ ଅଳଙ୍କାର ବିକ୍ରି କରିଦେଇଥିଲେ? ତାହେଲେ ସ୍ୱାମୀ ଯୋଗ୍ୟ ହେବା ପରେ କାହିଁକି ସ୍ତ୍ରୀ ଓ ନିଜ ପରିବାର ଠାରୁ ଦୂରେଇ ଯାଇଥିଲେ? ପୁରା ସସ୍ପେନ୍ସ ଘଟଣା। ଭଗବାନ କାହାର ବି ଭାଗ୍ୟରେ ଏମିତି କାହାଣୀ ନ ଲେଖନ୍ତୁ। ପୁରା କାହାଣୀ ଦେଖନ୍ତୁ, ବହୁତ କିଛି ଶିଖିବାକୁ ମିଳିବ। କାହାଣୀ ଦେଖିବା ସହିତ ଭିଡିଓକୁ ଲାଇକ୍, ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଯେଉଁମାନେ ନିଜର ନାଁ ଓ ଜାଗା ନାଁ ସହିତ କମେଣ୍ଟ କରିବେ, ପର ଭିଡିଓରେ ସେମାନଙ୍କର ନାଁ ଘୋଷଣା ହେବ। ସେ ମହିଳା ଅଟୋ ଚାଳକଙ୍କର ନାଁ ହେଉଛି ଦୀପା। ଇନ୍ସପେକ୍ଟରଙ୍କ ନିର୍ଦ୍ଦେଶ ପରେ ସେ ଅଟୋକୁ ଜଣେ କନେଷ୍ଟବଳ ଚଲେଇ ଚଲେଇ ଥାନାକୁ ନେଇଗଲେ। ପଛେ ପଛେ ମହିଳା ଜଣକ ବି ଥାନାକୁ ଗଲେ। ସେତେବେଳକୁ ଅପରାହ୍ନ ହୋଇଯାଇଥିଲା। ଇନ୍ସପେକ୍ଟର ଥାନାକୁ ନ ଯାଇ ନିଜ କ୍ୱାର୍ଟରକୁ ପଳାଇଲେ। ସେ ଭୁଲିଗଲେ କି ତାଙ୍କ ସ୍ତ୍ରୀ ଅଟୋ ଫେରି ପାଇବା ପାଇଁ ଥାନାରେ ବସି ରହିଛନ୍ତି ବୋଲି। ଅନ୍ୟପଟରେ ଅଟୋ ପାଇବା ପାଇଁ ଥାନା ଭିତରେ ଦୀପା ସମସ୍ତଙ୍କୁ ହାତ ଗୋଡ଼ ଯୋଡ଼ି ପକାଉଥିଲେ। ହେଲେ କେହି ବି ତାଙ୍କ କଥା ଶୁଣୁନଥିଲେ। ସବୁ କହୁଥିଲେ କି ବଡ଼ବାବୁ ଚାହିଁଲେ ହୋଇପାରିବ। ହେଲେ ବଡ଼ବାବୁ ଅର୍ଥାତ୍ ସେ ଥାନାର ଇନ୍ସପେକ୍ଟର ତଥା ଦୀପାଙ୍କ ସ୍ୱାମୀଙ୍କର ଦେଖା ମିଳୁନଥିଲା। ଏମିତି ଏମିତି ସନ୍ଧ୍ୟା 6ଟା ବାଜିଗଲା। ଥାନା ବାରଣ୍ଡାରେ ପଡ଼ିଥିବା ବେଞ୍ଚ ଉପରେ ବସି ଦୀପା ଆଖିରୁ ଲୁହ ଗଡ଼ାଉଥିଲେ। ଆଖି ଲୁହ ଓଠ ପିଇ ଯାଉଥିଲେ ବି କେହି ଦେଖିପାରୁନଥିଲେ। 6ଟାରୁ 6:30, 6:30ରୁ 7ଟା ହେଲା। ବଡ଼ବାବୁ ଆସି ପହଞ୍ଚିଗଲେ ଥାନାରେ।
ଥରୁଟିଏ ବି ସେ ଦୀପାଙ୍କ ଆଡ଼କୁ ନଜର ନ ପକେଇ ସିଧା ଚାଲିଲେ ତାଙ୍କ କ୍ୟାବିନକୁ। ଦୀପା ସାଙ୍ଗେ ସାଙ୍ଗେ ଦୌଡ଼ିଲେ ଇନ୍ସପେକ୍ଟରଙ୍କର ପଛେ ପଛେ। କହିଲେ ମୋ ଅଟୋ ଫେରେଇ ଦିଅ। ଇନ୍ସପେକ୍ଟର କହିଲେ ଫାଇନ୍ ଦେଇ ଅଟୋ ନେଇଯା। କେତେ ଟଙ୍କା ଫାଇନ୍ ଦେବି? ଦୀପା ପଚାରିବାରୁ ବଡ଼ବାବୁ କନେଷ୍ଟବଳକୁ ଡାକି ପଚାରିଲେ। ଆଉ କନେଷ୍ଟବଳ କହିଲେ 4,000 ଟଙ୍କା ଫାଇନ୍ ଦେବାକୁ ପଡ଼ିବ। ଶୁଣିକି ଦୀପା ହାତ ଯୋଡ଼ିଦେଲେ। କହିଲେ ଅଟୋ ଚଲେଇ ଦିନକୁ 500 ରୋଜଗାର କରୁଥିବା ଏ ଦୀପା 4,000 ଟଙ୍କା କୁଆଡ଼ୁ ଆଣିବ? ତମକୁ ମୋ ଗହଣା ବିକ୍ରି କରି ପାଠ ପଢ଼େଇଥିଲି କ'ଣ ଏଇଥିପାଇଁ? ଆମ ଉପରେ ଦାଉ ସାଧିବ ବୋଲି? ଦୀପା ପାରିବାରିକ କଥା ଆରମ୍ଭ କରୁ କରୁ ଇନ୍ସପେକ୍ଟର ସେ କନେଷ୍ଟବଳକୁ ସେଠାରୁ ତଡ଼ିଦେଲେ। ଆଉ ରୁମ୍ କବାଟ ବନ୍ଦ କରିଦେଇ ଦୀପାଙ୍କୁ କହିଲେ କି ଚୁପ୍ କର। କ'ଣ ପାଇଁ ଚୁପ୍ କରିବି? ତମକୁ ବାହା ହୋଇଥିଲି କ'ଣ ଏଇଥିପାଇଁ? ତମଠୁ ମୁଁ କ'ଣ ଏଇଆ ଆଶା କରିଥିଲି? ତମେ କାହିଁକି ଆମକୁ ଛାଡ଼ି ପଳାଇଲ? ମତେ ସିନା ଛାଡ଼ି ଦେଇ ପଳାଇଲ, ହେଲେ ତମ ବାପା ମା ଓ ଛୋଟ ଭାଇ କ'ଣ ଭୁଲ କରିଥିଲେ? ସେମାନେ କ'ଣ ଦୋଷ କରିଥିଲେ? ଆଜି ବି ସେମାନେ ତମ ବାଟକୁ ଅନେଇ ବସିଛନ୍ତି। ପ୍ଲିଜ୍ ଫେରି ଚାଲ। ଶୁଣିକି ଇନ୍ସପେକ୍ଟର ଦୀପାଙ୍କୁ ଗାଡ଼େଇ ଗାଡ଼େଇ ଅନେଇଲେ। କହିଲେ ତମର ସେ ବାଜେ କଥା ବନ୍ଦ କର। ଯାହା ହୋଇଗଲା ହୋଇଗଲା। ମୁଁ ଆଉ ସେଠାକୁ ଫେରିବିନି। ଆଉ ମତେ ଭୁଲିଯା। ହେଲେ କାହିଁକି? କ'ଣ ହେଇଛି ତମର? କାହିଁକି ଭୁଲିଯା ବୋଲି କହୁଛ? ଦୀର୍ଘ 7 ବର୍ଷ ପରେ ତମକୁ ଖୋଜି ପାଇଛି। ଆଉ ତମେ ଖୁସି ହେବା ପରିବର୍ତ୍ତେ ଏମିତି କଥା କାହିଁକି କହୁଛ? ପ୍ଲିଜ୍ ଫେରି ଚାଲ। ତମକୁ ଦେଖି ତମ ବାପା ମା କେତେ ଖୁସି ହେବେ। ଏହା କହି ଦୀପା ତାଙ୍କ ସ୍ୱାମୀଙ୍କ ଆଡ଼କୁ ମାଡ଼ିଗଲେ। ଆଉ ତାଙ୍କ ହାତ ଧରିବା ବେଳକୁ ସେ ହାତକୁ ଛିଞ୍ଚାଡ଼ି ଦେଲେ। କହିଲେ ମତେ ଛୁଅ ନା, ମୋଠୁ ଦୂରେଇକି ରହ। ତମେ ଯାହା କହୁଛ ସେଟା ସମ୍ଭବ ନୁହେଁ। ଶେଷ ଥର ପାଇଁ କହୁଛି, ମତେ ଭୁଲିଯା। ନହେଲେ 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 କ'ଣ? କ'ଣ କୁହ ତ? ଦୀପା ଏବେ ବି ବୁଝିପାରୁନଥିଲେ ଯେ ତାଙ୍କ ସ୍ୱାମୀଙ୍କର କ'ଣ ହୋଇଛି। ତାଙ୍କ ସ୍ୱାମୀଙ୍କ ନାଁ ଥିଲା ଦୀପକ। ବାହା ହେବା ପରେ ଯେଉଁ ସ୍ୱାମୀ ପାଠ ପଢ଼ି ବଡ଼ ଚାକିରି କରିବେ ବୋଲି ଦୀପା ତାଙ୍କର ସବୁ ସୁନାଗହଣା ବିକ୍ରି କରିଦେଇଥିଲେ, ଆଜି ସେହି ସ୍ୱାମୀ ବଡ଼ ଚାକିରି କରିବା ପରେ ଏମିତି କାହିଁକି ବ୍ୟବହାର କରୁଛନ୍ତି? କାହିଁକି ତାଙ୍କୁ ଦେଖିକି ବି ନଚିହ୍ନିବା ପରି ହେଉଛନ୍ତି? କାହିଁକି ତାଙ୍କଠାରୁ ଦୂରେଇ ଯିବା ପାଇଁ କହୁଛନ୍ତି? ଦୀପାଙ୍କର ମୁଣ୍ଡ ଗୋଳମାଳ ହୋଇଯାଉଥିଲା। ଦୀପକ କହିଲେ ଦୀପା, ଭଲ ହେବ ତମେ ଏଠାରୁ ପଳାଅ। ହଁ, ଯଦି ତମେ 4,000 ଫାଇନ୍ ଦେଇପାରିବନି ତାହେଲେ କାଲି ଆସି କୋର୍ଟରୁ ଅଟୋ ନେଇଯିବ। କୋର୍ଟ ଯେତିକି ଟଙ୍କା ସ୍ଥିର କରିବେ ସେତିକି ଦେଇ ନେଇଯିବ। ବନ୍ଦ ରୁମ୍ ଭିତରେ ଦୀପା ସ୍ୱାମୀଙ୍କର ଗୋଡ଼ ତଳେ ପଡ଼ିଗଲେ। କହିଲେ ମୋର ଅଟୋ ଦରକାର ନାହିଁ। ତମେ ଫେରିଆସ। ତମ ବାଟ ଚାହିଁ ଚାହିଁ ମୁଁ ପାଗଳି ହୋଇଗଲିଣି। ତମେ ଫେରିଆସ। ଦୀପାଙ୍କ ଆକୁଳ ନିବେଦନ ଦୀପଙ୍କ ହୃଦୟକୁ ଭେଦ କରିପାରୁନଥିଲା। ସେ ଏତେ ନିଷ୍ଠୁର ହୋଇଯାଇଥିଲେ ଯେ ମହିଳା କନେଷ୍ଟବଳ ଡାକି ଦୀପାଙ୍କୁ ଥାନାରୁ ବାହାର କରିଦେଲେ। ବୁଝିଗଲେ କି ତାଙ୍କ ସ୍ୱାମୀ ଆସିବେନି କି ତାଙ୍କ ଅଟୋ ବି ଆଉ ମିଳିବନି। କିଛି ସମୟ ସେ କ'ଣ ଚିନ୍ତା କଲେ। ଉଠି ଛିଡ଼ା ହୋଇ ଆଖିରୁ ଲୁହ ପୋଛିଲେ। ଆଉ କ'ଣ ଭାବିଲେ କେଜାଣି ସିଧା ଥାନା ଗେଟ୍ ଖୋଲି ବାହାରକୁ ଚାଲିଲେ। ଏକ ମୁହାଁ ହୋଇ ଚାଲି ଚାଲି ଯାଇ ଘରେ ପହଞ୍ଚିଲେ। ସେତେବେଳକୁ ଶାଶୁ ଶ୍ୱଶୁର ବ୍ୟସ୍ତ ହୋଇ ପଡ଼ିଥିଲେ। କାରଣ କେଉଁଦିନ ଦୀପା ଏତେ ସମୟ ଯାଏ ବାହାରେ ରୁହନ୍ତିନି। ସନ୍ଧ୍ୟା ହେଲେ ସେ ଅଟୋ ନେଇ ଘରକୁ ପଳାଇ ଆସନ୍ତି। ଯେତେବେଳେ ଦୀପାଙ୍କୁ ଏମିତି ଅବସ୍ଥାରେ ଦେଖିଛନ୍ତି ଶାଶୁ ଶ୍ୱଶୁରଙ୍କର ଚିନ୍ତା ବଢ଼ିଗଲା। ପାଖରେ ବସାଇ ଶାଶୁ କଅଁଳ ସ୍ୱରରେ ପଚାରିଲେ, ଝିଅ କ'ଣ ହେଲା? କିଛି ଅସୁବିଧା ହୋଇଛି କି? ତୋର ଏତେ ଡେରି ହେଲା କାହିଁକି? ଆଉ ତୋ ମୁହଁ ଏମିତି କାହିଁକି ଦିଶୁଛି? ଦୀପା କ'ଣ କହିବେ କିଛି ଭାବି ପାରିଲେନି। କିଛି ସମୟ ଯାଏଁ ଭାବିଲେ କି ଚୁପ୍ ରହିବି। ବାପା ମାଙ୍କୁ କହିଲେ ସେମାନେ ଅଯଥାରେ ଚିନ୍ତାରେ ପଡ଼ିଯିବେ। ହେଲେ ସେ ତାଙ୍କ କୋହକୁ ଲୁଚାଇ ପାରିଲେନି। କହିଲେ ମା, ଖୁସି ହେବି କି ଦୁଃଖ କରିବି କି ରାଗିବି କିଛି ବି ଜାଣିପାରୁନି। ଶାଶୁ ଶ୍ୱଶୁର ବୁଝିପାରିଲେନି। କହିଲେ ବୋହୂ ଏମିତି କ'ଣ କହୁଛୁ? କ'ଣ ହେଇଛି ଆଗ କହ। ବୋହୂ କହିଲେ ବାପା, ଦୀର୍ଘ 7 ବର୍ଷ ହେଲା ତମେ ଯେଉଁ ପୁଅକୁ ଖୋଜୁଥିଲ ଆଜି ତାଙ୍କ ସହିତ ଦେଖା ହେଲା। ଶୁଣିକି
ଶାଶୁ ଶ୍ୱଶୁରଙ୍କ ମୁହଁରେ ଯେମିତି ଖୁସିର ଲହରୀ ଖେଳିଗଲା। କହିଲେ ତାହେଲେ ସେ କୁଆଡ଼େ ଗଲା? ସେ ଆସିବେନି ବାପା, ମୋ ସହିତ ଠିକରେ କଥା ବି ହେଲେନି, ଆଉ ତମେ ଆସିବା କଥା ପଚାରୁଛ। କାହିଁକି କାହିଁକି ସେ ଆସିବନି ସେଇଟା ତ ଜାଣିନି, ହେଲେ ଏତିକି ଅନୁଭବ କରିଛି କି ସେ ଆସିବେନି। ଶୁଣିକି ବୁଢ଼ା ବୁଢ଼ୀଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହିଗଲା। ଦୀର୍ଘ 7 ବର୍ଷ ପରେ ପୁଅର ଖବର ମିଳିଲା। ହେଲେ ଏମିତି ଅବସ୍ଥାରେ? ଏବେ କାହା ପାଟିରୁ କଥା ବାହାରୁ ନଥିଲା। ସମସ୍ତେ ଚୁପ୍ ହୋଇ ବସି ରହିଥିଲେ। ରାତି ବଢ଼ିଲା। ନିଜ ରୁମରେ ଦୀପା ଶୋଇ ରହିଥିଲେ, ହେଲେ ଆଖିରେ ନିଦ ନଥିଲା। ସେ ନିଜକୁ ଯେତେ ବି ପ୍ରଶ୍ନ ପଚାରୁଥିଲେ, ତାର ଉତ୍ତର ମିଳୁନଥିଲା। କାହିଁକି ସ୍ୱାମୀ ତାଙ୍କଠୁ ଦୂରେଇ ଗଲେ? ଏମିତି କି କାରଣ ଅଛି ଯେ ସ୍ୱାମୀ ମୋତେ ଅନାଇବାକୁ ବି ଚାହୁଁନାହାନ୍ତି? ତାଙ୍କର ମନେ ପଡ଼ିଗଲା ସେଦିନର କଥା, ଯେବେ ଏହି ଘରକୁ ବୋହୂ ହୋଇ ଆସିଥିଲେ। କଲେଜରେ ଉଭୟ ଭଲ ପାଇଥିଲେ, ଆଉ ତାଙ୍କ ଭଲ ପାଇବାକୁ ସ୍ୱୀକୃତି ମିଳିଥିଲା। ତେଣୁ ଉଭୟ ବିବାହ ବି କରିଥିଲେ। ଉଭୟ ଦୀପା ଓ ଦୀପକ ଭଲ ପାଠ ବି ପଢ଼ୁଥିଲେ। କ୍ଲାସରେ ପ୍ରଥମ ଓ ଦ୍ୱିତୀୟ ହେଉଥିଲେ। ବିବାହ ପରେ ଘରର ଅବସ୍ଥା ଠିକ୍ ନଥିଲା। ତେଣୁ ନିଜର ସ୍ୱପ୍ନକୁ ଜଳାଞ୍ଜଳି ଦେଇ ଦୀପା ନିଜର ସବୁ ଗହଣା ବିକ୍ରି କରି ସ୍ୱାମୀଙ୍କୁ ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ପଠାଇଥିଲେ ଦିଲ୍ଲୀ। ଦିଲ୍ଲୀ ଯିବାର 2 ବର୍ଷ ଯାଏଁ ସବୁ ଠିକ୍ଠାକ୍ ଥିଲା। ଦୀପକ ଘର ସହିତ ସମ୍ପର୍କରେ ଥିଲେ। ହେଲେ 2 ବର୍ଷ ପରେ ସେ ଯେମିତି ନିଖୋଜ ହୋଇଯାଇଥିଲେ। ପରିବାର ଲୋକ କେତେ ଖୋଜାଖୋଜି ପରେ ବି ତାଙ୍କର ପତ୍ତା ମିଳିନଥିଲା। ଆଉ ଆଜି ଦୀର୍ଘ 7 ବର୍ଷ ପରେ ସ୍ୱାମୀଙ୍କ ସହିତ ଯେତେବେଳେ ଦୀପାଙ୍କର ଦେଖା ହେଲା, ତା ପୁଣି ଏମିତି ଅବସ୍ଥାରେ। ଦୀପାଙ୍କର ଚିନ୍ତା ବଢ଼ୁଥିଲା। କ'ଣ ପାଇଁ ଦୀପକ ନିଜର ପରିବାରକୁ ବି ଆଡ଼ ଆଖିରେ ଅନାଉନାହାନ୍ତି? କ'ଣ ହୋଇଛି ତାଙ୍କର? ସେହି ରାତିରେ ସେ ଦୃଢ଼ ନିଶ୍ଚୟ କଲେ କି ଏହା ପଛରେ ଥିବା କାରଣକୁ ଖୋଜି ବାହାର କରିବେ। ରାତି ପାଇ ସକାଳ ହେଲା। ସେ ନିଜର ବେଶ ବଦଳାଇ ଥାନାକୁ ଚାଲିଲେ। ସ୍ୱାମୀ ଥାନାରେ ନଥିବାର ସୁଯୋଗ ନେଇ ଜଣେ ବୟସ୍କ ପୋଲିସ କର୍ମଚାରୀଙ୍କୁ ତାଙ୍କ ପାଖକୁ ଡାକିଲେ। ତାଙ୍କୁ ସବୁ କଥା ଖୋଲିକି କହିଲେ, ଆଉ ହାତ ଯୋଡ଼ି ତାଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କଲେ। ଜଣେ ଅସହାୟ ଝିଅର କାକୁତି ମିନତି ପରେ ସେ ବୟସ୍କ ପୋଲିସ ଜଣକ ସାହାଯ୍ୟ କରିବା ପାଇଁ ରାଜି ହୋଇଗଲେ। ସେ ଦୀପାଙ୍କୁ ଦୀପଙ୍କ କ୍ୱାର୍ଟରକୁ ନେଇଗଲେ। ଦୀପା ଏମିତି ସବୁଦିନ କ୍ୱାର୍ଟର ପାଖରେ ଲୁଚି ଲୁଚି ସବୁ ନଜର କରିବାକୁ ଲାଗିଲେ। 2 ଦିନର ନଜର ପରେ ସେ ଜାଣିଗଲେ କି ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ସେ କ୍ୱାର୍ଟରରେ ରହୁଛନ୍ତି। ଏଥର ସେ ନିଶ୍ଚିତ ହୋଇଗଲେ କି ନିଶ୍ଚୟ ସେହି ମହିଳାଙ୍କ ପାଇଁ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଦେଇଛନ୍ତି। ହେଲେ କିଏ ଥିଲେ ସେ ମହିଳା? କ'ଣ ତାଙ୍କର ପରିଚୟ? ଏଥର ପରୀକ୍ଷାର ସମୟ ଥିଲା। ଜଣେ ସତୀଙ୍କ ସତୀତ୍ୱର ପରୀକ୍ଷା ଥିଲା। ସେ ଘରକୁ ଫେରିଲେ। ବହୁତ ସମୟ ଭାବିବା ପରେ କିଛି ବଡ଼ ଧରଣର ଯୋଜନା କଲେ। ପରଦିନ ସେ ନିଜକୁ ସଜେଇଲେ, ଆଉ ସାର୍ଟ ବୋତାମରେ ସିକ୍ରେଟ କ୍ୟାମେରା ଲଗାଇଲେ। ବାହାରି ପଡ଼ିଲେ ଦୀପଙ୍କ କ୍ୱାର୍ଟରକୁ। କିଛି ସମୟ ଲୁଚି ରହିବା ପରେ ଦୀପକ ବାହାରି ଥାନାକୁ ପଳାଇଲେ। ଏହି ସୁଯୋଗରେ ଦୀପା ଯାଇ କବାଟ ବାଡ଼େଇଲେ। ଭିତରୁ ଯେତେବେଳେ ସେ ସ୍ତ୍ରୀ ଲୋକ ଜଣକ ଆସି କବାଟ ଖୋଲିଲେ, ତାଙ୍କୁ ଦେଖିକି ଦୀପାଙ୍କର ଯେମିତି ହୋସ୍ ଉଡ଼ିଗଲା। ସେ ଆଶ୍ଚର୍ଯ୍ୟ ହୋଇଗଲେ। ପାଟିରୁ ବାହାରିଲା, ତୁ? ଅନ୍ୟ ପଟରେ ଦୀପକ କ୍ୱାର୍ଟରରେ ରହୁଥିବା ସେ ମହିଳା ଜଣକ ବି କହିଲେ, ତୁ ମୋତେ ପୁଣି ତୁ କହୁଛୁ? ଦୀପା ପଚାରିଲେ, ତୁ ଏଠି କ'ଣ କରୁଛୁ? ତା ପୁଣି ମୋ ସ୍ୱାମୀଙ୍କ ସହିତ। ତୋ ସ୍ୱାମୀ? କହିକି ସେ ସ୍ତ୍ରୀ ଲୋକ ଜଣକ ହସିବାରେ ଲାଗିଲେ। ତୋ ସ୍ୱାମୀ ଥିଲେ, ହେଲେ ଏବେ ମୋର ହୋଇଯାଇଛନ୍ତି। ବାଜି ଏବେ ମୋ ହାତରେ। ଦୀପା ଟିକେ ନ ଜାଣିବା ପରି କହିଲେ, ବାଜି? କ'ଣ ବାଜି? କେଉଁ ବାଜି କଥା କହୁଛୁ ତୁ? ସେ ସ୍ତ୍ରୀ ଲୋକ ଜଣକ ଟିକେ ହସିଦେଲେ। କହିଲେ, ତୋର କ'ଣ କିଛି ମନେ ପଡ଼ୁନି? ନା ମନେ ପକାଇବାକୁ ଚାହୁଁନୁ? କୋଉ କଥା କହୁଛୁ ମୋର କିଛି ବି ମନେ ପଡ଼ୁନି। ସେ ମହିଳାଙ୍କର ନାଁ ଥିଲା ଶ୍ରାବଣୀ। ଦୀପା କହିବା ପରେ ସେ କହିଲେ, ଠିକ୍ ଅଛି, ତୁ ଯେମିତି ସେ କଥାକୁ ଭୁଲି ଯାଇଛୁ, ଏବେ ଦୀପଙ୍କୁ ବି ସେମିତି ଭୁଲିଯା। ମନେ ଅଛି ଯେବେ ଆମର ପିଜି କ୍ଲାସ୍ ଆରମ୍ଭ ହୋଇଥିଲା?
ମନେ ଅଛି ସେଦିନ ଯେବେ ଦୀପଙ୍କ ସହିତ ମୋର ପ୍ରଥମ ଦେଖା ହୋଇଥିଲା। ପ୍ରଥମ ଦେଖାରେ ମୁଁ ତାଙ୍କୁ ଭଲ ପାଇ ବସିଥିଲି। ହେଲେ ଧୀରେ ଧୀରେ ସେ ତୋ ଆଡ଼କୁ ଢଳିଲେ। ତମେ ଦୁଇ ଜଣ ମୋ ଆଖି ସାମ୍ନାରେ ଏକାଠି କ୍ୟାଣ୍ଟିନ୍ ଯାଉଥିଲ, ଏକାଠି ଲାଇବ୍ରେରୀ ଯାଉଥିଲ, ଏକାଠି ପାଠ ପଢୁଥିଲ, ଆଉ ଢେର ସାରା ମଜାମସ୍ତି କରୁଥିଲ। ମୁଁ କେତେ ଥର ଦୀପଙ୍କୁ ମୋ ମନର କଥା କହିଥିଲେ ବି ସେ ନଜର ଅନ୍ଦାଜ କରିଦେଉଥିଲେ। ମୋ ଆଗରେ ତୁ ହସୁଥିବା ବେଳେ ମୁଁ ମନେ ମନେ କାନ୍ଦୁଥିଲି। ସେଦିନ ମୁଁ ପ୍ରତିଜ୍ଞା କରିଥିଲି କି ଦୀପଙ୍କୁ ତୋଠାରୁ ଛଡ଼େଇ ଆଣିବି। କଲେଜ ସରିଲା ଆଉ ତମେ ଦୁହେଁ ବାହା ହୋଇଗଲ। ସେଦିନ ଲାଗିଲା ଯେମିତି ମୋ ହୃତ୍ପିଣ୍ଡକୁ ମୋ ଠାରୁ ଛଡ଼େଇ ନେଇଥିଲୁ। ମୁଁ ମୌକା ଖୋଜୁଥିଲି, ଦୀପଙ୍କ ଉପରେ ନଜର ରଖୁଥିଲି, ଆଉ ମତେ ସେହି ମୌକା ମିଳିଗଲା ଯେଉଁଦିନ ଦୀପକ ଦିଲ୍ଲୀରେ ଦେଖା ହୋଇଗଲେ। ମୁଁ ବି ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଇଥିଲି। ସେଠାରେ ତାଙ୍କୁ ମୋ ଜାଲରେ ଫସାଇବା ପାଇଁ ପୁରା ପ୍ଲାନ୍ କରିନେଲି। ଦିନେ ତାଙ୍କୁ ଡାକି ତାଙ୍କ ସହିତ ସମ୍ପର୍କ ସ୍ଥାପନ କଲି, ଆଉ ସେହି ସମୟରେ ଭିଡିଓ ରେକର୍ଡିଂ କରି ତାଙ୍କୁ ଧମକାଇଲି। ଏମିତି ବିବଶ କରିଦେଲି ଯେ ଶେଷରେ ସେ ତମମାନଙ୍କୁ ଛାଡ଼ି ମୋ ପାଖରେ ରହୁଛନ୍ତି। ମୋ ପ୍ରତିଜ୍ଞା ଆଜି ପୂରଣ ହୋଇଯାଇଛି। ଦୀପକ ଏବେ ମୋର, କହିକି ଶ୍ରାବଣୀ ଜୋର ଜୋର ହସିବାରେ ଲାଗିଲେ। ଦୀପ ମନ ପୁରା ଦୁଃଖ ହୋଇଗଲା। ସେ ବୁଝିପାରିଥିଲେ କି ଦୀପକ ବାଧ୍ୟବାଧକତାରେ ଶ୍ରାବଣୀ ସହିତ ରହୁଛନ୍ତି। ଶ୍ରାବଣୀକୁ କିଛି ବି ନ କହି ସେ ସେଠାରୁ ପଳେଇ ଆସିଲେ। ସେ ଦିନ ସାରା ସେ ବହୁତ କିଛି ଚିନ୍ତା କଲେ। ପରଦିନ ସେ ନିଜର ସିକ୍ରେଟ କ୍ୟାମେରାରେ ହୋଇଥିବା ରେକର୍ଡିଂକୁ ସିଧା ଧରି ଏସ୍ପିଙ୍କ ପାଖକୁ ଗଲେ, ଆଉ ସିକ୍ରେଟ କ୍ୟାମେରା ଭିଡିଓ ଦେଖାଇ ସବୁ କଥା କହିଲେ। ନ୍ୟାୟ ଦେବା ପାଇଁ ହାତ ଯୋଡ଼ିଲେ। କହିଲେ, ସାର୍, ମୁଁ ମୋ ସ୍ୱାମୀଙ୍କ ପାଇଁ ସର୍ବସ୍ୱ ସାରି ଦେଇଛି। ଚଳିବା ପାଇଁ ମୋ ପାଖରେ ଆଉ କିଛି ବି ନାହିଁ। ମୋ ସ୍ୱାମୀଙ୍କୁ ମତେ ମିଶାଇ ଆହୁରି 4 ଜଣ ଅନାଇ ରହିଛନ୍ତି। ଦୟାକରି ମୋ ଶାଶୁ ଶ୍ୱଶୁରଙ୍କ ବୃଦ୍ଧାବସ୍ଥାରେ ତାଙ୍କୁ ଟିକେ ସାହା ହୁଅନ୍ତୁ। ମୋ ସ୍ୱାମୀଙ୍କୁ ଫେରାଇ ଦିଅନ୍ତୁ। ଏସ୍ପି ସାର୍ ସବୁ ବୁଝି ସାରିଥିଲେ। ତୁରନ୍ତ ନିଜର କର୍ମଚାରୀଙ୍କୁ ଡାକି ଦୀପାଙ୍କ ଏଫ୍ଆଇଆର ରୁଜୁ କଲେ। ଭିଡିଓ ପ୍ରମାଣ ବଳରେ ସେ ଶ୍ରାବଣୀଙ୍କୁ ଗିରଫ କଲେ। ଜଣେ ଲୋକକୁ ଫସାଇ ତା ସହିତ ଜୋର ଜବରଦସ୍ତି କରିବା ଅଭିଯୋଗରେ ଶ୍ରାବଣୀ ଜେଲ୍ ଗଲେ। ଏହାପରେ